ମା 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 ମତେ ଖାଇବାକୁ ଦେ, ଭାରି ଭୋକ ହେଲାଣି। ଧନରେ ତୁ ଆସିଲୁ? ହେଲେ ଏତେ ସକାଳେ ସକାଳେ ତୁ କୁଆଡେ ଯାଇଥିଲୁ କି ରେ ପୁଅ? ମୁଁ ନା ଆଜି ବାଡ଼ି ପଛପଟେ ଶିଳ୍ପଶାସ୍ତ୍ର ପଢୁଥିଲି। ତୁ ଜାଣିଛୁ ସେ ଶିଳ୍ପଶାସ୍ତ୍ରରେ କଣ ଲେଖା ହୋଇଛି? କଣ ଲେଖା ହେଇଛି କି ପୁଅ? ଦେଉଳ ତୋଳା ବିଷୟରେ ଲେଖା ହୋଇଛି। ଦଧି ନଦୀ କଥା ବି ଲେଖା ହୋଇଛି। ମୁଁ ତାରି ବିଷୟରେ ପଢୁଥିଲି। ମୋ ଧନରେ କେତେ କଣ ଶିଖିଗଲୁନି। ଠାକୁରେ ତତେ କୋଟି ପରମାୟୁ ଦିଅନ୍ତୁ ରେ ପୁଅ, କୋଟି ପରମାୟୁ ଦିଅନ୍ତୁ। ତୁ ବି ତୋ ବାପାଙ୍କ ପରି ବଡ଼ କାରିଗର ବନିବୁ, ଆଉ ଆମ ଶିଳ୍ପ ଜାତିର ନାମ ରଖିବୁ ରେ ପୁଅ, ନାମ ରଖିବୁ। ହେଲେ ମା, ପିଲାଟି ଦିନରୁ ମୋ ବାପାଙ୍କ କଥା ଖାଲି ତୋରି ମୁହଁରୁ ଶୁଣିଛି। ହଁ ରେ ପୁଅ, ହେଲେ କେବେ ଦେଖିନି। ମୋ ବାପାଙ୍କୁ ମୁଁ ଭାରି ଖୋଜି ହଉଛି। କଣ 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 ବାପା ମତେ ଖୋଜୁ ନଥିବେ? ନା ରେ ପୁଅ, ତୁ ଏମିତି କହନା। ତୋ ବାପା ତତେ ଭାରି ଖୋଜୁଥିବେ ରେ ପୁଅ। ତୁ ଜନ୍ମ ନେଇ ନଥିଲୁ, ସେ ଦେଉଳ ତୋଳିବା ପାଇଁ ଯାଇଛନ୍ତି ଯେ ଆଜି ଆସି 12 ବର୍ଷ ହେଲାଣି। ମୁଁ ସିନା ତୋ ମୁହଁକୁ ଦେଖି ମୋ ଜୀବନ କାଟି ଦଉଛି, ହେଲେ ତୋ ବାପା ସେ ତ ତତେ ଥରୁଟେ ବି ଦେଖି ନାହାନ୍ତି ରେ ପୁଅ। ତାଙ୍କ ପାଖରେ ନା ମୁଁ ଅଛି ନା ତୁ ଅଛୁ। ତାଙ୍କ ପାଇଁ ଗୋଟିଏ ଗୋଟିଏ ଦିନ କାଟିବା କେତେ ଯେ କଷ୍ଟ ହେଉଥିବ, ସେ କଥା ତୁ ବୁଝିପାରିବୁନି ରେ ପୁଅ, ତୁ ବୁଝିପାରିବୁନି। ଆଚ୍ଛା ଆଚ୍ଛା ମା, ହଁ ପୁଅ, ବାପା ଏମିତି କି ଦେଉଳ ତୋଳୁଛନ୍ତି ଯେ ଆସିକି 12 ବର୍ଷ ହୋଇଗଲାଣି? ତୁ ଜାଣିନୁ ପୁଅ? ନାଇଁ ମା। ସେମିତି ଦେଉଳ ନୁହେଁ, ସେ ଚନ୍ଦ୍ରଭାଗା କୂଳରେ କୋଣାର୍କର ସୂର୍ଯ୍ୟ ମନ୍ଦିର। ଖାଲି ତ ବାପା ନୁହନ୍ତି, ଆହୁରି 1200 ବଢେଇ ସେଠି କାମ କରୁଛନ୍ତି। ତାହେଲେ ତ ସେ ମନ୍ଦିର ସଂସାରର ସବୁଠୁ ବଡ଼ ମନ୍ଦିର ହେଇଥିବ। ହଁ ରେ ପୁଅ, ସେ ମନ୍ଦିର ଦେଖିଲେ ଏମିତି ଲାଗେ ଯେମିତି ସତରେ ସୂର୍ଯ୍ୟ ନାରାୟଣ ତାଙ୍କ ରଥରେ ବିରାଜମାନ ଅଛନ୍ତି, ଆଉ ସତେ ଯେମିତି ଆକାଶରେ ଉଡୁଛନ୍ତି ରେ ପୁଅ। ସତରେ? ହଁ ରେ ପୁଅ। ମାଲୋ, ହଁ। ମୁଁ ଆଜି ଯିବି। ମୋ ଧନ ନାଇଲୋ ମା, ମୁଁ ଆଜି ଯିବି। ହେଲା ପୁଅ, ତୁ ଯିବୁ। ମୋର ବି ଅଧିକାର ଅଛି ତୋ ବାପାଙ୍କୁ ଦେଖିବା ପାଇଁ ରେ ପୁଅ। ହେଲେ ପୁଅ, ତୋ ବାପା ତତେ ଚିହ୍ନିବେ କେମିତି? ତୁ ସେ କଥା ଚିନ୍ତା କରେନି। କେମିତି କରିବିନି? ମୁଁ ଜାଣିଛି, ମୋ ବାପା ମତେ ଦେଖୁ ଦେଖୁ ଚିହ୍ନି ପକେଇବେ। ନଖି ମାଉସୀ କହୁଥିଲା କଣ? ମୁଁ କୁଆଡେ ମୋ ବାପାଙ୍କ ପରି ଦେଖିବାକୁ। ସତରେ ପୁଅ, ତୋ ଅବିକଳ ତୋ ବାପାଙ୍କ ପରି। ସେମିତି ଆଖି, ସେମିତି ନାକ, ଆଉ ସେମିତି ହସ। ତତେ ଦେଖିଲେ ଏମିତି ଲାଗେ ଯେମିତି ମୁଁ ତୋ ବାପାଙ୍କ ପ୍ରତିଛବିକୁ ଦେଖୁଛି ରେ ପୁଅ। ମୁଁ ବି ତାକୁ ଦେଖି କେତେ ଯେ ବରଷ ହେଲାଣି। ମା ମା ମା, ତ ଆଖିରେ ଲୁହ। ନାଇଁ ରେ ପୁଅ, ଇଏ କିଛି ନାହିଁ। ତୁ ଗୋଟେ କାମ କରିବୁ ପୁଅ, ଯିବା ଆଗରୁ ଆମ ବାଡ଼ି ବର ଗୋଳି ନେଇଯିବୁ, ଆଉ ଆମ କାଳିଆ କୁକୁର ତାକୁ ବି ସାଥିରେ ନେଇଯିବୁ। ସେ ତୋର ପାଦେ ପାଦେ ସାଥି ଦବ ରେ ପୁଅ, ମୋ ଧନଟା। ହଁ ରେ ପୁଅ, ଏ ମୁଦିଟା ନେଇଯିବୁ। ଏ ମୁଦି ଦେଖିଲେ ତୋ ବାପା ତୋତେ ନିଶ୍ଚୟ ଚିହ୍ନି ପାରିବେ ରେ ପୁଅ। ନେ। ମା ମା ହଁ ପୁଅ। ମା ମା, ମୁଁ ସତରେ ଆଜି ଯିବି। ହଁ ରେ ଧନ, ତୁ ଯିବୁ। ମୁଁ କି ବାୟାଣୀଟା, ତୋତେ ଭୋକ ଲାଗିଥିଲା କହୁଥିଲୁ, ଖାଇବାକୁ ବି ଦେଇନି। ଚାଲେ ପୁଅ, ତୋତେ କଣ ଦିଟା ଖାଇବାକୁ ଦେବି। ଭୋକରେ ମୋ ପିଲାଟା ଶୁଖିଗଲାଣି। ଭଲରେ ଯିବୁ। ହଁ ମା। ସାବଧାନ କିନା ଯିବୁ। ହଉ ମା। ଚଞ୍ଚଳ ଫେରି ଆସିବୁ ପୁଅ।
ଧୈର୍ଯ୍ୟ ଧରନ୍ତୁ ମହାରାଜ। ଧୈର୍ଯ୍ୟର ବି ଗୋଟେ ସୀମା ଅଛି ମହାମନ୍ତ୍ରୀ। ଆଉ ସେ ସୀମାଟା ପାର ହୋଇସାରିଲାଣି। ମହାରାଜ କ୍ରୋଧିତ ହୁଅନ୍ତୁ ନାହିଁ। ମୁଁ ଭାବୁଛି ଏ ସୂର୍ଯ୍ୟ ମନ୍ଦିରର ସମସ୍ତ କାମ ଆଉ କିଛି ଦିନ ମଧ୍ୟରେ ସମ୍ପନ୍ନ ହେଇଯିବ। ଅସମ୍ଭବ ମହାମନ୍ତ୍ରୀ। 12 ବର୍ଷ ହୋଇଗଲାଣି। 12 ବର୍ଷ ହୋଇଗଲାଣି ମୋ ସ୍ୱପ୍ନ ସାକାର ହୋଇପାରିଲାନି। ଲଜ୍ଜାରେ ଅପମାନରେ ମୋ ମୁଣ୍ଡ ଆଜି ତଳକୁ ହୋଇଯାଇଛି। ମୁଁ ବୁଝିପାରୁଛି ମହାରାଜ, 12 ବର୍ଷ ହେଲାଣି ଏ ସୂର୍ଯ୍ୟ ମନ୍ଦିରର କାମ ହେଇପାରି ନାହିଁ। ସେମାନେ ନିଶ୍ଚିତ ଦଧିନଉତିରେ ଏ କାମ ସବୁ ସମ୍ପନ୍ନ କରିଦେବେ ମହାରାଜ। ଆଉ ଏ କଠିନ ପରିଶ୍ରମର ଫଳ ଆପଣଙ୍କୁ ନିଶ୍ଚୟ ମିଳିବ ମହାରାଜ। ମହାମନ୍ତ୍ରୀ, ପରିଶ୍ରମର ଫଳ ମିଳୁ କି ନ ମିଳୁ, 12 ବର୍ଷର ଅପେକ୍ଷାର ଫଳ ମୁଁ ସେମାନଙ୍କୁ ନିଶ୍ଚୟ ଦେବି। ମହାରାଜ ବୁଝିପାରିଲିନି ମହାରାଜ। ଯାଅ ମହାମନ୍ତ୍ରୀ, 1200 ଭାଇଙ୍କୁ ମୋର ଆଦେଶ ଶୁଣାଇ ଦିଅ। ଆସନ୍ତାକାଲି ସୂର୍ଯ୍ୟୋଦୟ ପୂର୍ବରୁ ସୂର୍ଯ୍ୟ ମନ୍ଦିର ଯଦି ସକଳ କାର୍ଯ୍ୟ ସମ୍ପୂର୍ଣ୍ଣ ନ ହେଉଛି ତାହେଲେ 1200 ଭାଇଙ୍କୁ ମୁଁ ଲଙ୍ଗୁଳା ନରସିଂହ ଦେବ ମୁଣ୍ଡକାଟ କରିବି। ଚାହୁଁ 12 ବର୍ଷ ବିତିଗଲା। ଦେଉଳ କାମ ବି ସରିଗଲା। ହେଲେ ଦଧିନଉତିଟା ଯେତେ ଚେଷ୍ଟା କଲେ ବି ଆମେ ବସେଇ ପାରିଲୁନି। ମୋ ସହିତ 1200 ବଢେଇ ବି ହାତ ଉପରେ ହାତ ଦେଇ ବସିଛନ୍ତି। 12 ବର୍ଷ ହେଇଗଲା। ନା ମୋ ପରିବାରକୁ ଦେଖିଛି, ନା ମୋ ସ୍ତ୍ରୀକୁ ଦେଖିଛି। ମୋ ଥରବାଟା ତା ମା ପେଟ ଭିତରେ ଆଜି ସେ କେତେ ବଡ଼ ହେଇଯାଇଥିଲା। କେବେ ଦେଉଳ ତୋଳା ସରିବ ଆଉ କେବେ ମୁଁ ମୋ ଧରବାକୁ ଦେଖିବି। ପାଟି କରୁଛି, ପାଟି କରୁଛି। ଗୋଟେ ପିଲା ମନ୍ଦିର ବାଡ ଭିତରକୁ ପଶି ଆସିছে। କୋଉ ପିଲା? ତା ପିଲା ଭିତରକୁ ଯିବ ବୋଲି କହୁଛି। କୋଉ ପିଲା? ଆରେ ତୋ ବାପାଙ୍କ ନାଁ କଣ? ହଁ, ଇଏ କହୁଛି କଣ ତୋ ପୁଅ ବୋଲି? ମୋ ପୁଅ ଘରକୁ ଆସିଛି। ଆରେ ତାକୁ ଛାଡ଼ରେ। ମୋ ବାପା କେତେ ବଡ଼ ହେଇଗଲୁ ରେ। তোর কিছু অসুবিধা হয়নি বাবা? ও বাবা, হ্যাঁ କିଏ କହିଲା ରେ? କିଏ କହିଲା? କିଏ କହିଲା? ନିଜର କତକୁ କଣ କେହି ଚିହ୍ନି ପାରେନି? ଏ ଆଖି ତତେ 12 ବର୍ଷ ହେଲା ଖୋଜୁଛି ରେ ବାପା। ଏ ରକତ ତତେ 12 ବର୍ଷ ହେଲା ଡାକୁଛି। କିଏ କହିଲା ମୁଁ ତତେ